ପିଲାମାନେ ତମର ଜଳ ପ୍ରଦୂଷଣର ପ୍ରଶ୍ନ ବହୁତ ଇମ୍ପୋର୍ଟାଣ୍ଟ ଆସେ। ତମର ଜଳ ପ୍ରଦୂଷଣ ଉପରେ ଲଙ୍ଗ କ୍ୱେଶ୍ଚନ୍ ଆସେ କିମ୍ବା ସର୍ଟ କ୍ୱେଶ୍ଚନ୍ ବି ଆସିବ। ଜଳ ପ୍ରଦୂଷଣ ଉପରେ ଆମେ ପୁରା ଆଜି କ୍ଲିୟର ହେଇଯିବା। ଠିକ୍ ଅଛି, ତେଣୁ ଇଭିଏସ୍ ଏନଭାୟରମେଣ୍ଟାଲ ସାଇନ୍ସ ଯେଉଁଟାକି ତମର ବହୁତ ଇମ୍ପୋର୍ଟାଣ୍ଟ। ଜଳ ପ୍ରଦୂଷଣ ୱାଟର ପଲ୍ୟୁସନ୍। ୱାଟର ପଲ୍ୟୁସନ୍ରେ ପ୍ରଥମେ ଦେଖିବା ଜଳ ଉପରେ ଜାଣିବା ଯେ ଆମ ପୃଥିବୀର ପ୍ରାୟ 71% ଜଳ ଦ୍ୱାରା ଆଚ୍ଛାଦିତ। ବହୁତ ଇମ୍ପୋର୍ଟାଣ୍ଟ। ତେଣୁ ଜଳ ସହିତ ସମସ୍ତେ ଜଡ଼ିତ। ତ ଜଳ ବିନା ଜୀବନ ସମ୍ଭବ ନୁହେଁ। ତେଣୁ ଆମେ ବି ବଞ୍ଚିପାରିବାନି, କାହିଁକିନା ଶରୀରର 70%ରୁ ଅଧିକ ଜଳ, କାହିଁକି? ତେଣୁ ଜଳ ଯଦି ପ୍ରଦୂଷଣ ହୁଏ, ଯଦି ଆମେ ପ୍ରଦୂଷଣ ଜଳକୁ ବ୍ୟବହାର କରୁ, ଯଦି ଆମେ ଜଳ ପ୍ରଦୂଷଣ ଯେଉଁ କହୁଛୁ, ନାଇଁକି, ଜଳ ପ୍ରଦୂଷଣ ହେବା ଯୋଗୁଁ ଜୀବଜଗତ ବହୁତ ଆଶଙ୍କାରେ ପଡ଼ିଯାଇଛି। ତେଣୁ ଆମେ ଯେଉଁ ବ୍ୟବହାର କରୁଥିବା ଜଳ ବିଭିନ୍ନ ଉପାୟରେ ପ୍ରଦୂଷିତ ହେଉଛି, ତାର କାରଣ ଗୁଡ଼ିକ ଦେଖିବା। ତେଣୁ ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟ, ଭୌତିକ ଦ୍ରବ୍ୟ, ଜୈବିକ ଗୁଣର ଅବାଞ୍ଛିତ ପରିବର୍ତ୍ତନ ହେଇଯାଉଛି କେଉଁଠି? ଜଳର। ତେଣୁ ଜଳ ପ୍ରଦୂଷଣର ଉତ୍ସ କ'ଣ? ଜଳ ପ୍ରଦୂଷଣର ମୁଖ୍ୟ ଉତ୍ସ ଗୁଡ଼ିକ କ'ଣ? ଜଳ ପ୍ରଦୂଷଣ କାହିଁକି ହେଉଛି? ଉତ୍ସ ମାନେ କାହିଁକି ହେଉଛି, କାରଣ କ'ଣ? ପ୍ରଥମେ ଦେଖ, ଶିଳ୍ପ ଓ କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ। ତୁମେ ଜାଣିଛ ଶିଳ୍ପର ଯେତେବେଳେ ଉନ୍ନତି ହେଲା, କଳକାରଖାନା ସବୁ ହେଲା, ଆଉ କଳକାରଖାନାର ଯେଉଁ ବର୍ଜ୍ୟବସ୍ତୁ ଗୁଡ଼ିକ ସେମାନେ ପ୍ରତ୍ୟକ୍ଷ ଭାବରେ କ'ଣ କରନ୍ତି? ସେମାନେ ପ୍ରଦୂଷକ ଜଳରେ ମିଶାଇବା ଫଳରେ ସେମାନେ ଜଳକୁ ଡାଇରେକ୍ଟ ପାଇପ୍ ସହିତ ମିଶାଇ ଦିଅନ୍ତି ସେ ପ୍ରଦୂଷକ ଗୁଡ଼ିକ। ତେଣୁ ଜଳାଶୟ ଗୁଡ଼ିକର ଜଳ ସଂକ୍ରମିତ ହୋଇଯାଏ, ପ୍ରାଣୀ ଉଦ୍ଭିଦ ରୋଗଗ୍ରସ୍ତ ହୋଇଯାଆନ୍ତି। ଦ୍ୱିତୀୟରେ ସହରର ବର୍ଜ୍ୟବସ୍ତୁ ନିଷ୍କାସନ। ସହରର ଯେଉଁ ଫିଙ୍ଗା କରୁଛନ୍ତି ଆବର୍ଜନା ହେଉ, ଅଳିଆ ହେଉ, ଜୈବିକ ବର୍ଜ୍ୟବସ୍ତୁ ନାଳ ନର୍ଦ୍ଦମାକୁ ଫିଙ୍ଗି ଥାଉ, ସେଗୁଡ଼ିକ ଯାଇକି କ'ଣ ଆମେ ଗାଧୋଇ ବି ଥାଉ, ମଳତ୍ୟାଗ କରିବା, ଲୁଗା ସଫା କରିବା, ଏ ସବୁ ବର୍ଜ୍ୟବସ୍ତୁ ଗୁଡ଼ିକ ନାଳରେ ପଳେଇ ଯାଇ ନର୍ଦ୍ଦମାକୁ ଯାଏ। ନର୍ଦ୍ଦମାରୁ କ'ଣ କରେ ନା ନଦୀ ଆଡ଼କୁ ପଳେଇ ଯାଏ। ତେଣୁ ଦେଖ, ସେଟା ଗଡ଼ିଆ, ପୋଖରୀ, ନଦୀ ଇତ୍ୟାଦିରେ ସେଗୁଡ଼ିକ ସବୁ ମିଶିକି ଜଳାଶୟ ବିଭିନ୍ନ କଠିନ କଣିକା, ଜୈବିକ ରାସାୟନିକ ପ୍ରଦୂଷକ ଦ୍ୱାରା ପ୍ରଦୂଷିତ ହୋଇଥାଏ। ତେଣୁ ଆମର ଗଡ଼ିଆରେ ପାଣି, ପୋଖରୀରେ ପାଣି, ନଦୀରେ ପାଣି, ସବୁ ପାଣି ଗୁଡ଼ିକ ଦୂଷିତ ହୋଇଥାଏ। ତାପରେ ଦେଖିବା କୃଷି କାର୍ଯ୍ୟ ଆଜିକାଲି କ'ଣ ନା, ଆଉ ପୂର୍ବର ଯେଉଁ ଚାଷ ହେଉଥିଲା, ଯେଉଁ ସାର, ପ୍ରାକୃତିକ ସାର ସବୁ ବ୍ୟବହାର ହେଉଥିଲା, ଆଉ ସବୁ ନାହିଁ। ଏବେ ରାସାୟନିକ ସାର ବ୍ୟବହାର ହେଉଛି। ତେଣୁ କବକ, କୀଟପତଙ୍ଗ ଏଗୁଡ଼ିକ ସବୁ କ'ଣ, ଏହାର ପ୍ରଭାବରୁ ରକ୍ଷା କରିବା ପାଇଁ ଆମେ କ'ଣ ବ୍ୟବହାର କରୁଛୁ? କୀଟନାଶକ ଔଷଧ ମଧ୍ୟ ବ୍ୟବହାର କରୁଛୁ। ଏ ଯେଉଁ କୀଟନାଶକ ଔଷଧ ବ୍ୟବହାର କରୁଛୁ, DDT, ନାଇଁକି, DDT, BHC, ନାଇଁ, ତ DDT, BHC କିମ୍ବା ଗେମାକ୍ସିନ୍ କିମ୍ବା ଆଲ୍ଡ୍ରିନ୍ ଇତ୍ୟାଦି ବ୍ୟବହାର କରୁଥାଉ। ଏହାଦ୍ୱାରା କୃଷି କ୍ଷେତ୍ର ପ୍ରଦୂଷିତ ହୋଇଥାଏ। ଆଉ କୃଷି କ୍ଷେତ୍ରରେ ଯେତେବେଳେ ବର୍ଷା ହୁଏ, ତେଣୁ ବର୍ଷା ଜଳ ଦ୍ୱାରା କ'ଣ ହୁଏ ନା, କୃଷି କ୍ଷେତ୍ରରୁ ପ୍ରଦୂଷକ ଗୁଡ଼ିକ ବର୍ଷା ଜଳ ଦ୍ୱାରା ନଦୀ, ପୁଷ୍କରଣୀ ଇତ୍ୟାଦିକୁ ଜଳାଶୟରେ ମିଶେ, ଆଉ ସେଇ ଜଳାଶୟ ଗୁଡ଼ିକ ସଂକ୍ରମିତ ହୋଇଥାଏ। 4 ନମ୍ବରରେ ଭୂତଳ ଜଳ ପ୍ରଦୂଷଣ। ଭୂତଳେ ତ ଜଳ ଅଛି, ସେ ମଧ୍ୟ ପ୍ରଦୂଷଣ ହେଉଛି। ବିଭିନ୍ନ ସମୟରେ କଳକାରଖାନାରୁ ଯେଉଁ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ଯାଇଥିବା ପାଇପ୍ ଲିକ୍ ହେଇଯାଏ, ଆଉ ଲିକ୍ ହେଇକି କ୍ଷତିକାରକ ବର୍ଜ୍ୟବସ୍ତୁ ଭୂତଳ ଜଳରେ ମିଶି ଏହାକୁ ପ୍ରଦୂଷିତ କରିଥାଏ। ତେଣୁ ଭୂତଳ ଜଳ ପ୍ରଦୂଷିତ ହେଲେ ତାହା ଏକ ବ୍ୟାପକ ଅଞ୍ଚଳରେ ପ୍ରସାରିତ ହୋଇଥାଏ ଭୂତଳ ଜଳ। ତାପରେ ଦେଖିବା ପେଟ୍ରୋଲିୟମ ପ୍ରଦୂଷକ। ପେଟ୍ରୋଲିୟମ ପ୍ରଦୂଷକ କହିଲେ ତୈଳ ବିଶୋଧନାଗାର। ତେଣୁ ପେଟ୍ରୋଲିୟମକୁ ବିଶୋଧନ ଯେଉଁ କରାଯାଉଛି, ତେଣୁ ତୈଳ ବିଶୋଧନାଗାରର ନିର୍ଗତ ଅବାଞ୍ଛିତ ପଦାର୍ଥ ନିକଟସ୍ଥ ଜଳାଶୟକୁ ସଂକ୍ରମିତ କରିଥାଏ। ଯେମିତି ଜଳ ଜାହାଜରୁ ନିର୍ଗତ ବର୍ଜ୍ୟବସ୍ତୁ, ତେଲ ଟ୍ୟାଙ୍କ ଲିକ୍ ହେବା ଦ୍ୱାରା ଏଥିରୁ ନିର୍ଗତ ତେଲ ଦ୍ୱାରା ସମୁଦ୍ର ପାଣି ପ୍ରଦୂଷିତ ହୋଇଥାଏ। ତ ତେଲ ଜଳ ଉପରେ ଏକ ପତଳା ଆସ୍ତରଣ ସୃଷ୍ଟି କରିବା ଦ୍ୱାରା ବାୟୁମଣ୍ଡଳୀୟ ଅମ୍ଳଜାନ ଜଳରେ ମିଶିପାରେ ନଥାଏ। ତେଣୁ କ'ଣ ହୁଏ ନା, ଜଳରେ ଜଳଜୀବମାନଙ୍କର ବିପଦ ସୃଷ୍ଟି ହୋଇଥାଏ। ଆଉ ଗୋଟେ ଦେଖିବା ୟୁଟ୍ରୋଫିକ୍ସନ୍। ୟୁଟ୍ରୋଫିକ୍ସନ୍ କ'ଣ ନା, ଜୈବିକ ବର୍ଜ୍ୟବସ୍ତୁ, ରାସାୟନିକ ସାର ଇତ୍ୟାଦି ବର୍ଷା ଜଳ ଦ୍ୱାରା
ପୋଖରୀ ଗାଡ଼ିଆ ହ୍ରଦ ଇତ୍ୟାଦିରେ ମିଶି ୟୁଟ୍ରୋଫିକେସନ ପରି ସମସ୍ୟା ସୃଷ୍ଟି କରିଥାନ୍ତି, ଯାହା ସେଇ ଜଳାଶୟରେ ଥିବା ମାଛ ତଥା ଅନ୍ୟ ଜଳଚର ଜୀବମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ତାହେଲେ ଜଳ ପ୍ରଦୂଷଣର ପ୍ରଭାବ କ'ଣ ଦେଖିବା? କ'ଣ କେମିତି ପ୍ରଭାବ ହେଇଥାଏ? ବିଭିନ୍ନ କ'ଣ ନା ପ୍ରଥମ ହେଉଛି ଜଳାଶୟ ଗୁଡ଼ିକରେ ବିଭିନ୍ନ ଜୈବିକ ବର୍ଜ୍ୟବସ୍ତୁ ଜମା ହେବା ଦ୍ୱାରା ନାନା ପ୍ରକାର ବୀଜାଣୁ, ଭୂତାଣୁ, କବକମାନଙ୍କର ବଂଶବୃଦ୍ଧି ହୋଇଥାଏ, ଯାହାଫଳରେ କି ଆମେ କଲେରା, ଡାଇରିଆ, ଜଣ୍ଡିସ୍ ପରି ରୋଗ ସୃଷ୍ଟି। ନମ୍ବର 1। ନମ୍ବର 2, ଶିଳ୍ପ କାରଖାନାରୁ ଯେଉଁ ନିର୍ଗତ ବର୍ଜ୍ୟବସ୍ତୁ ଜଳରେ ମିଶିବା ଦ୍ୱାରା କ'ଣ ହୁଏ ନା ଜଳର ଅମ୍ଳତା ବା ଏସିଡିଟି ବଦଳିଯାଏ, ଯାହା ଜଳଚର ଜୀବମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ନମ୍ବର 3, ଅମ୍ଳ ବର୍ଷା ହେବା ଦ୍ୱାରା ଜଳାଶୟର pH କମିଯିବାରୁ ଏହାର ଜଳ ଅଧିକ ଅମ୍ଳୀୟ ବା ଏସିଡିଟି ହୋଇଯାଇଥାଏ, ଏସିଡିକ୍ ହେୟା, ଯାହା ଜଳାଶୟରେ ଥିବା ଜୀବମାନଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଥାଏ। କୃଷି କ୍ଷେତ୍ରରେ ବ୍ୟବହୃତ କୀଟନାଶକ ଯଥା DDT, BSC ଇତ୍ୟାଦି ଜୈବ ଅପଘଟିତ ଅଯୋଗ୍ୟ ପଦାର୍ଥ ହୋଇଥିବାରୁ ଅଣୁଜୀବମାନଙ୍କ ଦ୍ୱାରା ଅପଘଟିତ ହୋଇନଥାନ୍ତି। ଏମାନେ ଖାଦ୍ୟ ଶୃଙ୍ଖଳକୁ ପ୍ରବେଶ କଲେ ଜୈବ ପରିବର୍ଦ୍ଧନ ହୋଇ ଶୀର୍ଷ ପୋଷକ ସ୍ତରରେ ଥିବା ଜୀବମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି। ଏବଂ এই ଯେଉଁ କୀଟନାଶକ ଯେଉଁ ବ୍ୟବହାର ହେଉଛି ସେ ମଧ୍ୟ ଆମର ଖାଦ୍ୟ ସହିତ ମିଶୁଛି ଏବଂ ଯାହାକି କ୍ୟାନ୍ସର ରୋଗ ତିଆରି କରୁଛି। ଜାହାଜ ତେଲ ଟାଙ୍କିରୁ ତେଲ ଲିକ୍ ହେଉଛି, ସମୁଦ୍ରରେ ମିଶିବା ଦ୍ୱାରା ମାଛ ଅନେକ ଜଳଚର ଜୀବଙ୍କର ମୃତ୍ୟୁ ହୋଇଥାଏ। ତାପରେ ବିଭିନ୍ନ ରାସାୟନିକ ପ୍ରଦୂଷକ ଜଳରେ ମିଶିବା ଦ୍ୱାରା ଜଳ ବିଶୁଦ୍ଧିକରଣ କରୁଥିବା ଜୀବମାନଙ୍କର ମୃତ୍ୟୁ ହେବା ଫଳରେ ଜଳର ବିଶୁଦ୍ଧିକରଣ କ୍ଷମତା ହ୍ରାସ ପାଇଥାଏ। ନାଇଁକି କିଛି ଜଳଜୀବ ଅଛନ୍ତି ଯେଉଁମାନେ କି ଜଳକୁ ବିଶୁଦ୍ଧ କରନ୍ତି। ଅଧିକ ନାଇଟ୍ରିୟଟ୍ସ ଥିବା ଜଳ ପିଇବା ଦ୍ୱାରା ମିଥାମୋଗ୍ଲୋବନିଆ ହୋଇଥାଏ। ପାନୀୟ ଜଳରେ ଅଧିକ ପରିମାଣରେ ଫ୍ଲୋରାଇଡ୍ ରହିଲେ ଫ୍ଲୋରୋସିସ୍ ନାମକ ରୋଗ ହୋଇଥାଏ। ମାର୍କୁରୀ ଖାଦ୍ୟ ଶୃଙ୍ଖଳାକୁ ପ୍ରବେଶ କଲେ ଜୈବ ପରିବର୍ତ୍ତନ ହୋଇ ଆମର କ୍ଷତି ହୋଇଥାଏ। କ'ଣ ନା ମିନାମାଟା ରୋଗ ହୋଇଥାଏ। ଆଉ କ୍ୟାଡମିୟମ ଯୁକ୍ତ ଜଳ ପିଇଲେ ଏହା କିଡନୀ, ଅସ୍ଥି, ଫୁସଫୁସକୁ କ୍ଷତି ପହଞ୍ଚାଇଥାଏ। ତ ଇତାଇ ରୋଗ ହୋଇଥାଏ। ପାନୀୟ ଜଳରେ ଅଧିକ ସୀସା ରହିଲେ ରକ୍ତହୀନତା ଏବଂ କିଡନୀ, ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ। ଗର୍ଭବତୀ ମହିଳା ଅଧିକ ସୀସାଯୁକ୍ତ ପାଣି ପିଇଲେ ଗର୍ଭସ୍ଥ ଶିଶୁକୁ କ୍ଷତି ପହଞ୍ଚାଇଥାଏ। ତେଣୁ ପ୍ରଥମେ ଦେଖିବା ଟିକେ ବିସ୍ତୃତ ଭାବରେ, ଯେଉଁଟାକି 3 ମାର୍କିଆ ପ୍ରଶ୍ନ, 2 ମାର୍କିଆ ପ୍ରଶ୍ନ ଆସେ, ଯେଉଁଟାକି ୟୁଟ୍ରୋଫେକ୍ସନ। ୟୁଟ୍ରୋଫେକ୍ସନ କ'ଣ? ଏ ଶବ୍ଦଟି ଗ୍ରୀକ୍ ଶବ୍ଦ ୟୁଟ୍ରୋଫୋସରୁ ଆସିଅଛି, ଯାହାର ଅର୍ଥ ହେଉଛି ଭଲ ପୋଷଣ। ୟୁଟ୍ରୋଫେକ୍ସନ ହେଉଛି ଏପରି ଏକ ଅବସ୍ଥା ଯାହାଦ୍ୱାରା ଏହାଦ୍ୱାରା ଅନେକ ସ୍ଥିର ଜଳାଶୟ ଯଥା ଗାଡ଼ିଆ, ପୋଖରୀ, ହ୍ରଦ ଇତ୍ୟାଦିରେ ବିଭିନ୍ନ ପ୍ରକାର ଜୈବିକ ପୋଷଣ ଖଣିଜ ପଦାର୍ଥରେ ସମୃଦ୍ଧ ହୋଇଥାନ୍ତି। ବିଭିନ୍ନ ପୋଷଣ ତତ୍ତ୍ୱ ଯଥା ପ୍ରାଣୀମାନଙ୍କର ମଳ, ପରିସ୍ରା, ଚାଷ ଜମିରେ ପଡ଼ିଥିବା ରାସାୟନିକ ସାର ଇତ୍ୟାଦି ବର୍ଷା ପାଣିରେ ଧୋଇ ହୋଇ ଏହି ଜଳାଶୟ ଗୁଡ଼ିକରେ ମିଶିଲେ କ'ଣ ହେବ ନା ଜଳାଶୟ ଗୁଡ଼ିକରେ ଫସ୍ଫରସ୍ ଯବକ୍ଷାରଜାନ ବୃଦ୍ଧି ପାଇବା ଫଳରେ ବିଭିନ୍ନ ଶୈବାଳ ଜାତୀୟ ନାଇଁକି ଏବଂ ସେମାନଙ୍କର ବଂଶବୃଦ୍ଧି ହୁଏ, ଆଲଗାଲ ବ୍ଲୁମ ବଂଶବୃଦ୍ଧି ହୁଏ। ତେଣୁ ବିଷାକ୍ତ ଶୈବାଳମାନଙ୍କର ବଂଶବୃଦ୍ଧି ଯୋଗୁଁ ଜଳକୁ ପ୍ରଦୂଷିତ କରିଥାନ୍ତି। ତେଣୁ ଏହା ହେଉଛି କ'ଣ ନା ଏହା ୟୁଟ୍ରୋଫେକ୍ସନ। ଶୈବାଳ, କବକ, ବୀଜାଣୁ ଇତ୍ୟାଦି ଜଳରୁ ଦ୍ରବୀଭୂତ ଅମ୍ଳଜାନ ବ୍ୟବହାର କରିବା ଦ୍ୱାରା ଏହି ଜଳରେ ଦ୍ରବୀଭୂତ ଅମ୍ଳଜାନର ଅଭାବ ଦେଖାଯାଇଥାଏ। ତ ଏଇଠି କ'ଣ ନା ଏହା ମାଛ ତଥା ଅନ୍ୟ ଜଳଚର ଜୀବମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ। ତେଣୁ ମଣିଷ, ପଶୁପକ୍ଷୀ ଇତ୍ୟାଦି ଏହି ଜଳକୁ ବ୍ୟବହାର କରି ରୋଗଗ୍ରସ୍ତ ହୋଇଥାନ୍ତି। ମନେ ରଖିବ, ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଆଉ ଗୋଟେ ହେଉଛି ଜୈବ ପରିବର୍ଦ୍ଧନ, ବାୟୋମ୍ୟାଗ୍ନିଫିକେସନ। ଜୈବ ପରିବର୍ଦ୍ଧନ କ'ଣ ନା ତମ୍ବା, ସୀସା, ପାରଦ, କ୍ୟାଡମିୟମ, DDT ଇତ୍ୟାଦି ଜୈବ ଅବକ୍ଷୟ ଅଯୋଗ୍ୟ ପ୍ରଦୂଷକ ଯେଉଁଗୁଡ଼ାକି ନନ୍ ଡିଗ୍ରେଡେବୁଲ ପଲ୍ୟୁଟାଣ୍ଟ ଗୁଡ଼ିକ ଖାଦ୍ୟ ଶୃଙ୍ଖଳର ବିଭିନ୍ନ ପୋଷକ ସ୍ତର ଦେଇ ପ୍ରବାହିତ ହେଲା ବେଳେ ଏଗୁଡ଼ିକର ଗାଢ଼ତା କ୍ରମାଗତ ଭାବେ ବୃଦ୍ଧି ପାଇଥାଏ। ଶୀର୍ଷ ପୋଷକ ସ୍ତରରେ ସର୍ବାଧିକ କ୍ଷତି ପହଞ୍ଚାଇଥାଏ। ଏହାକୁ ଜୈବ ପରିବର୍ତ୍ତନ କୁହାଯାଏ।
उदाहरण स्वरूप आम चाष जमी डीडीटी को कीटनाशक भाव में व्यवहार करूँ। आ डीडीटी कौन हुए ना वर्षा जल प्रवाहित हो पोखरी गड़िया आदि मिसे। आ डीडीटी को उत्पादक माने ग्रहण करदेवा द्वारा उक्त जलाशय यह खाद्य श्रृंखलार विभिन्न पोषक स्तर दे प्रभावित होता है। तेणु तेणु जमीक कौन ना फाइटोप्लांक्टन को जू प्लांक्टन रु छोट माछ खाए, छोट माछ को बड़ माछ खाए और शीर्ष पोषक स्तर में यार गाढ़ता सबुठ अधिक होता है, सर्वाधिक क्षति पहुंचाई है। तापर देखिबा मीनामाटा रोग, एटा पड़े प्रश्न। मीनामाटा रोग कौन मा मीनामाटा डिजीज 1956 मसीह जापान मीनामाटा सहर में यही रोग देखा मिलता। मीनामाटा रोग कहुच्छे। तेणु यही रोगर लक्षण गुड़िक है मांसपेशी दुर्बल होगा, अंग गुड़िक संतुलन न रहा, पक्षाघात होगा इत्यादि। यह कोमा मृत्युर कारण होता। 1932 मसीह टिसो कॉर्पोरेशन जापान मीनामाटा सहर में एक रासायनिक कारखाना बसाई एसिटाल्डिहाइड नामक पदार्थ उत्पादन करथिला। एथिपई एई कारखाना मर्कुरी को काटालिस्ट हिसाब से व्यवहार करथिला। तो मर्कुरी एजी थिबा शिल्प पर्यवस्तु निकटस्थ माना मीनामाटा समुद्र को नाला द्वारा छड़ा जाइथिला। और समुद्र पानी मर्कुरी खाद्य श्रृंखला दे प्रवेश करिवारु यार जैव परिवर्धन बायो उपयुक्त समस्त मैग्निफिकेशन होइथिला। या द्वारा कौन होता ना स्थानीय बासिंदा माने ये समुद्र माछ जो खाइले माछ खाई नहीं कि से जो मर्कुरी को टीसा को, तेणु माछ खाइबा द्वारा से जीवकोश मर्कुरी परिमाण बढ़ी जाई विभिन्न अंग प्रत्यंग मस्तिष्क स्नायुगत समस्या सृष्टि कराइतला। माने जो माछ खाइबा द्वारा कौन होची ना स्थानीय बासिंदा माने से माछ खाइकिरी स्नायुगत समस्या देखाइतला। या फल शह शह लोक मृत्युवरण करथिले। मनीष खाई सारी छाड़ुवा माछर कंटा को खाई अनेक कुकुर मध्य, बिलेई मध्य, काऊ मध्य इत्यादि मृत्यु होइतिला। देखुच ताले नियंत्रण करवा केमिति, जल प्रदूषण को नियंत्रण करवा केमिति, कहीं जल होउची मानव जाति पई गोटे अमूल्यवान उपहार, गोटे मूल्यवान उपहार। तेणु जल को आमे केमिति से जल खाद्य बिना बंची पारिबा किछि सप्ताह, किंतु जल बिना 3 ରୁ 5 दिन बंची पारिबा। तेणु जल बिना आमे मरीजा। तेणु जल को प्रदूषण रू रक्षा करिया पड़िबो। नियंत्रण केमती करिया पड़िबो न प्रथम सुझाव होची कोन ना विभिन्न नाଳ नर्दमा रे थिबा जल रे विभिन्न जैविक अजैविक वर्ज्यवस्तु थिबारु एते बहु परिमाण रे जीवाणु, भूताणु, कवक इत्यादि वंशवृद्धि करथांती। तो जल को सीधा सड़क कौनसी जलाशय रु न छाड़ी प्रथमे विशुद्धकरण करा जिबा उचित। जो कौन सी जलाशय को न छाड़िकी ये जो नलार पानी को विशुद्ध करवा दरकार। जल में कठिन प्रदूषण गुड़ी को अलग करवा दरकार। अणुजीव द्वारा जैविक वर्ज्यवस्तु को अवघटित करवा और शेष में क्लोरीन व्यवहार करी अणुजीव मान को नष्ट करने पद्धति रे जल में विशुद्धीकरण करा जायता है। द्वितीय कलकारखाना जो निर्गत दूषित जल होची से दूषित जल को विभिन्न प्रकार अलग करने पर या पुनर्चक्रण बा रिसाइकल करा जाई पारिबो। तृतीय कृषि पाई आमे व्यवहार करथवा विभिन्न प्रकार रासायनिक सार कीटनाशक व्यवहार यथा संभव करने द्वारा जल प्रदूषण कमा जाई पारिबो। माने यथा संभव माने कम करा जाई पारिबो। यदि कम करा जाई पारिबो ताहले आमे प्रदूषण कमाई पारिबा। जलाशय रे वृद्धि पाउथवा विभिन्न शैवाल कवक ता उद्भिद मान को नष्ट करी जलाशय को प्रदूषण मुक्त करिबा। 5 नंबर उपकारी जल जातीय उद्भिदर जोटा कि वाटर हाइसिंथ बोली कहती उपकारी जल जातीय उद्भिदर व्यवहार करी दूषित जल को विशुद्ध करा जाय परिबो। षष्ठरे जैविक वर्ज्यवस्तु गुड़िक बीजाणु मानक द्वारा अपघटित करी कंपोस्ट रे परिणत करने द्वारा माटीर उर्वरता बढ़िया संगे संगे प्रदूषण कमी थाए। तैल विशोधन करने एवं जलपथ दे टैंक रे तैल परिवहन करने समय आवश्यक सतर्क अवलंबन करने। सहरांचल में पड़ुवा जैविक वर्ज्यवस्तु को जैविक गैस वैद्युतिक शक्ति उत्पादन करने द्वारा जल प्रदूषण ह्रास पाई थाए। 9 नंबर जल प्रदूषण रोकने होइथिबा विभिन्न नियम को पालन करने उचित समस्ते जनसाधारण। 10 नंबर जल संरक्षण करने प्रदूषण को रोकने विभिन्न मीडिया रे एनजीओ मान द्वारा जल सचेतन सृष्टि करा जिबा दरकार। जल ही जीवन या दूषित कर निजे रोगग्रस्त होगा मूर्खतार
ପରିଚୟ। ତାହେଲେ ଆମେ ଆଲୋଚନା କଲୁ ଜଳକୁ କେମିତି ଦୂଷିତରୁ ବଞ୍ଚେଇବା, ଜଳକୁ କେମିତି ବିଶୁଦ୍ଧ କରିବା, ଜଳକୁ କେମିତି ନିୟନ୍ତ୍ରଣ କରିବା। ଏଇଟା ଗୋଟେ ପ୍ରଶ୍ନ ଆସେ। ଆଉ ଗୋଟେ ପ୍ରଶ୍ନ ଆସେ କ'ଣ ନା ଜଳର ଯେଉଁ ପ୍ରଦୂଷଣ ହେଉଛି ତାର ପ୍ରଭାବ କ'ଣ ପଡ଼ୁଛି, ତାର ପ୍ରଭାବ କ'ଣ ପଡ଼ୁଛି। ଆଉ ଗୋଟେ ପ୍ରଶ୍ନ ଆସେ ଯେ ଜଳ ପ୍ରଦୂଷଣର କାରଣ କ'ଣ। ତେଣୁ ୱାଟର ପଲ୍ୟୁସନ୍, ଜଳ ପ୍ରଦୂଷଣ ଉପରେ ଆମେ 3ଟି ପ୍ରଶ୍ନ ଆଲୋଚନା କଲେ। ପିଲାମାନେ ନିଶ୍ଚୟ ଏଥିରେ ଫଳପ୍ରଦ ହେବେ, ସମସ୍ତଙ୍କୁ ସେୟାର କରିବେ। ରହିଲି। ବନ୍ଦେ ଉତ୍କଳ ଜନନୀ।